ମେଷ ଆଜିର ଚନ୍ଦ୍ର ଭାଗ୍ୟ ସ୍ଥାନରେ ରହିଥିବାରୁ କର୍ମ ଆରମ୍ଭରେ ଯୋଜନା ଫଳବତୀ ହେବ। କର୍ମକ୍ଷେତ୍ରରେ ନରମ କଥା କହି ବିବାଦୀୟ ପରିସ୍ଥିତିକୁ ସୁଧାରି ନେବେ। ବନ୍ଧୁଙ୍କ ଆହ୍ୱାନକ୍ରମେ ହଠାତ୍ ଦୂରଯାତ୍ରା କରିବାକୁ ପଡ଼ିପାରେ। ଶିଳ୍ପ ବାଣିଜ୍ୟ ବ୍ୟବସାୟରେ ମାନମତାନ୍ତର ଦେଖାଦେବାର ସୂଚନା ରହିଛି। ବୃଷ ଏକାଧିକ ଗ୍ରହ ରାଶିରେ ଅବସ୍ଥାନ କରି ଆଜିର ଚିନ୍ତାଧାରା ଓ କାମକୁ ବ୍ୟାପକ କରିପାରନ୍ତି। ପ୍ରତିଦ୍ୱନ୍ଦ୍ୱିତା, ମାଲି ମକଦ୍ଦମା କିମ୍ବା ବିବାଦୀୟ କ୍ଷେତ୍ରରେ ବିଜୟ ପ୍ରାପ୍ତି ଅବଶ୍ୟ। ପରିସ୍ଥିତିକୁ ସାମ୍ନା କରିପାରିଲେ ସଫଳତା ପାଇପାରିବେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନରେ ପାଇ ହତଚକିତ ହୋଇପାରନ୍ତି। ଧନାଧିପତି ସପ୍ତମ ଭାବରେ ଅବସ୍ଥାନ କରିଥିବାରୁ ଅଭିଳାଷିତ ଦିଗରୁ ଧନପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ତଥା ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସା ପାଇପାରନ୍ତି। ଉପରସ୍ଥିତ ଅନୁକମ୍ପାରୁ ଦୂରଯାତ୍ରାରୁ ସୁଯୋଗ ମିଳିବାର ସମ୍ଭାବନା ରହିଛି। ଜମିଜମା କାରବାର କିମ୍ବା କଚେରୀ ମାମଲା ଚିନ୍ତାଜନକ ସ୍ଥିତିରେ ପହଞ୍ଚାଇବ। କର୍କଟ ଆଜି ଚନ୍ଦ୍ରଙ୍କ ତୃତୀୟ ସ୍ଥାନ ଶନି ଅଷ୍ଟମ ଭାବରେ ଥିବାରୁ ଅର୍ଥ ସମ୍ପର୍କୀୟ ବିବାଦର ସମ୍ମୁଖୀନ ହୋଇପାରନ୍ତି। ଲାଭ ଭାବରେ ଅନ୍ୟ ଗ୍ରହମାନଙ୍କ ସହ ରବିଙ୍କ ସମାବେଶ ଶୁଭସ୍ୱରୂପ ଅର୍ଥ, ସମ୍ମାନ, ପ୍ରଶଂସା ସହ କାର୍ଯ୍ୟସିଦ୍ଧି କରାଇବ। ସହକର୍ମୀଙ୍କ ନିକଟରୁ ପ୍ରେରଣା ପାଇ ଦୁଃସାଧ ସାଧନ କରିବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ସିଂହ କର୍ମ ଭାବସ୍ଥ ଗ୍ରହମାନେ କର୍ମୋନ୍ନତି ସହ ପାରିବାରିକ ଜୀବନକୁ ସମୃଦ୍ଧ କରିବେ। ଅଚଳ ବାଣିଜ୍ୟ ବ୍ୟବସାୟକୁ ପୁନଶ୍ଚ ସଜାଡ଼ିବାରେ ମନସ୍ଥ କରିପାରନ୍ତି। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହେବାକୁ ପଡ଼ିପାରେ। ନିଜର ପରିସରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। କନ୍ୟା ଧନସ୍ଥାନ ବୁଧ ଦୃଷ୍ଟ ଏବଂ ଧନାଧିପତି ସ୍ୱଗୃହସ୍ଥ ଯୋଗୁଁ ଆର୍ଥିକ ସମସ୍ୟା କ୍ରମଶଃ ଦୂରୀଭୂତ ହୋଇଯିବ। କର୍ମକ୍ଷେତ୍ରରେ ହସ୍ତା ନକ୍ଷତ୍ର ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନ ଜନିତ ଉତ୍ସାହ ମନ କୁହାଇଲା ଭଳି କଥା କହି ଅନ୍ୟକୁ ଆପଣାର କରି ଖୁସି ରହିପାରନ୍ତି। ତୁଳା କେନ୍ଦ୍ର କୋଣାଧିପ ସ୍ୱଗୃହୀ ଯୋଗୁଁ ସବୁ ସୁବିଧା ହାସଲ କରିବାରେ ସୌଭାଗ୍ୟ ଅର୍ଜନ କରିପାରନ୍ତି। ଚିତ୍ରା ନକ୍ଷତ୍ର ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ଅନୁତାପ କରିପାରନ୍ତି। ପୁତ୍ର କନ୍ୟାଙ୍କ ହେତୁକ ସୁଖ ମିଳିବା ସାଙ୍ଗକୁ ପାରିବାରିକ ଶାନ୍ତି ଫେରିଆସିବ। ମାଲି ମକଦ୍ଦମାରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ବିଛା ପ୍ରତ୍ୟେକ କ୍ଷେତ୍ରରେ ଅନେକ ପ୍ରତିଦ୍ୱନ୍ଦ୍ୱିତା ରହିଥିଲେ ମଧ୍ୟ କାମରେ କୌଣସି ଅସୁବିଧା ହେବ ନାହିଁ। ପୁରୁଣା ସ୍ୱାସ୍ଥ୍ୟ ସମସ୍ୟା ମନରେ ଗଭୀର ରେଖାପାତ କରିପାରେ। ବୃହସ୍ପତି ଏବଂ ଶନି ସୁବିଧାଜନକ ସ୍ଥିତିରେ ଥିବାରୁ ସମସ୍ୟା ନିୟନ୍ତ୍ରଣ କରିବାରେ ସମର୍ଥ ହେବେ। ଉଚ୍ଚବର୍ଗ ସାହାଯ୍ୟ ଏବଂ ବନ୍ଧୁମିଳନରୁ ଉତ୍ସାହିତ ହେବେ। ଧନୁ ସମସ୍ୟା ସମାଧାନ କ୍ଷେତ୍ରରେ ନରମି ରହିବା ଭଲ ହେବ। କେନ୍ଦ୍ରସ୍ଥ ରାହୁ ସହ ମଙ୍ଗଳ ରହିଥିବାରୁ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ମାଲି ମକଦ୍ଦମାରେ ଆପୋଷ ସମାଧାନ ଘଟିଲେ ମଧ୍ୟ ଖୋଳ ଲୋକଙ୍କ ଗୁଜବକୁ ରୋକିପାରିବେ ନାହିଁ। ଆର୍ଥିକ ସ୍ଥିତି, ବ୍ୟବସାୟିକ ପରିସ୍ଥିତି, ସାମାଜିକ ସଂସ୍କୃତି ପ୍ରାୟତଃ ମନ୍ଦ ହେବନି। ମକର ଦୈନନ୍ଦିନର ସମସ୍ୟା ଓ ଜଞ୍ଜାଳକୁ ବାଦ୍ ଦେଲେ ଦିନଟି ଭଲରେ କଟିବ। ସମସ୍ୟା, ଅବଦମିତ ଇଚ୍ଛା, ଅସମ୍ପୂର୍ଣ୍ଣ କାର୍ଯ୍ୟ ଏବଂ ବନ୍ଧୁଙ୍କ ଅନାଦର ଯୋଗୁଁ ବ୍ୟଥିତ ହେବେ। ପରିବାରର ଆବଶ୍ୟକତା ପୂରଣ ସକାଶେ ଧାର କରଜ କରିବାକୁ ପଡ଼ିପାରେ। କଳା, କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ସଫଳତା ମିଳିବ। କୁମ୍ଭ ଆଜି ଆର୍ଥିକ ଉନ୍ନତି, ପାରିବାରିକ ସୁହୃଦୟତା ଏବଂ ବନ୍ଧୁଙ୍କ ସାହାଯ୍ୟ ଲାଭ କରି କୃତକୃତ୍ୟ ହୋଇପାରନ୍ତି। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁଁ ଅତୀତର ମୂଲ୍ୟହୀନ କଥାରୁ ଅଶାନ୍ତ ହୋଇ ରହିପାରନ୍ତି। କେତେକ ବ୍ୟକ୍ତିଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ ସକ୍ଷମ ହେବ। ପୁତ୍ର କନ୍ୟାଙ୍କ ହେତୁ ସମସ୍ୟାକୁ ନେଇ ଚିନ୍ତିତ ହେବେ। ମୀନ ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବା କଷ୍ଟକର ହେବ। ଶୁକ୍ର ପ୍ରଭାବରୁ ଅମିତ୍ରମାନେ ପାଖେଇ ଆସିବେ ଏବଂ ଆପଣଙ୍କର କାମଟି ଅଟକିବ ନାହିଁ। ସକାଳୁ ସକାଳୁ ତରବରିଆ ଯାତ୍ରା ସମୟରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ଆଲୋଚନା ସଭାସମିତିରେ ପ୍ରଶଂସିତ ହେବାର ସୌଭାଗ୍ୟ ଅର୍ଜନ କରିପାରନ୍ତି।